ଅଞ୍ଚରେ ପ୍ରବେଶ କଲାବେଳେ ମାହୁନ୍ତ କୁବଳୟା ପିଡ଼ ନାମକ ହାତୀ ଉପରେ ବସି ଦ୍ୱାର ରୋଧ କରିଛି। ବାଟ ଛାଡ଼ିବାକୁ କହନ୍ତେ ସେ ହାତୀକୁ ଉତ୍ତେଜିତ କରି କୃଷ୍ଣଙ୍କୁ ବଧିବାକୁ ପରିଚାଳିତ କରିଛି। କୃଷ୍ଣ ବଳରାମ ଅବଲୀଳା କ୍ରମେ ହସ୍ତୀକୁ ବଧ କରିଛନ୍ତି ଏବଂ ତାହାର ଉଭୟ ଦନ୍ତ ଉତ୍ପାଟନ କରି କାନ୍ଧରେ ପକାଇ ମଲ୍ଲ ରଙ୍ଗଭୂମିରେ ପ୍ରବେଶ କରିଛନ୍ତି। କୃଷ୍ଣଙ୍କୁ ଏବେ ସମସ୍ତେ ଦେଖିଲେ। ରୂପ ଗୋଟିଏ, କିନ୍ତୁ ମନର ଭାବ ଅନୁଯାୟୀ ବିଭିନ୍ନ ଲୋକଙ୍କୁ ବିଭିନ୍ନ ରୂପରେ ସେ ଦେଖାଦେଲେ। ସୁକବାଚ ମାଲଙ୍କ ଟାଣ କଥା ଶୁଣି କହନ୍ତି ପ୍ରଭୁ ଚକ୍ରପାଣି। ଶୁଣ ଚାଣୁର ବୀରମଣି ଉଚିତ ପ୍ରସ୍ତାବ ତ ବାଣୀ। ସ୍ୱଭାବେ ଆମ୍ଭେ ବନ ଲୋକ ନ ଜାଣୁ ଯୁଦ୍ଧ କୌତୁକ। ଧନ ଗୋରସ ଦେଇ ଖଟୁ ରାଜା ଭଣଜା ଆମ୍ଭେ ଅଟୁ। ଅଳପେ କରଇ ସଦୟ ଆମ୍ଭ ମଉଳା କଂସରାୟ। ବାଳୁତ ପୁଅଙ୍କର ମିଳେ ଖେଳୁ କାନନ ନଦୀ କୂଳେ। ନାନା ଭିଆଣେ ଖେଳ ଖେଳି ବନସ୍ତେ ଚରାଉ ବାଛୁରୀ। ପୁଅଙ୍କ ଖେଳର ଉଚିତ ଆମ୍ଭର ଯୁଦ୍ଧ ସେହି ମତ। ତନୁ ହଇ ଖେଳମୟେ ତୁମ୍ଭେ ଯେ ପର୍ବତ ପରାଏ। ତୁମ୍ଭର ପ୍ରାୟ ଯେବେ ହୋଇ ତେବେ ସେ ସଂଗ୍ରାମ ଯୋଗାଇ। ବାଳକ ଆମ୍ଭେ ବାଳ ମେଳେ ଯୁଝିବୁ ରଙ୍ଗ କୁତୁହଳେ। ତୁମ୍ଭର ତୁଲେ ଯୁଦ୍ଧ କାହିଁ ଏକଥା ଉଚିତ ନୁହଁଇ। ଅଧର୍ମ ହୋଇ ବଟି ଭଲେ ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ। ସଭାକୁ ହୋଇବ ଧିକାର ତା ଶୁଣି ହସଇ ଚାଣୁର। ବୋଲଇ ପୁରୁଷ ବଚନ କରାଇ କଂସ ସାବଧାନ। ତୁମ୍ଭେ ଯେ ବାଳକ ବୋଲାଅ କହିଲେ ଲଜ୍ଜା ହିଁ ନ ପାଅ। ବାଳକୁ ମର ନୁହ ଯୁବା ତୁମ୍ଭର ମହିମା କହିବା। ଏ ଯେ ତୋହର ଜ୍ୟେଷ୍ଠ ରାମ ବଳେ ତ ନାହିଁ ସରିସମ। ସହସ୍ରେ ମତ ଗଜ ଦେହା ବଳ ବହଇ କୁବଳୟା। ତାହାକୁ ଲୀଳାଏ ମାଇଲ ଇସିତେ ଦନ୍ତ ଉପାଡ଼ିଲ। ରଜକ ମାରି ବାମ କରେ ଧନୁ ଭାଙ୍ଗିଲ ବଳାତ୍କାରେ। ତୁମ୍ଭ ମହିମା ସର୍ବଜନେ ଭଲେ ଜାଣନ୍ତି ତ୍ରିଭୁବନେ। ହେମନ୍ତ ନ କହନା ଆର ମୁଷ୍ଟିକ ବୋଲେ ଧର ଧର। ଅଧର କାମୁଡ଼ି ଚାଣୁର ବୋଇଲା ରାମକୁ ତୁ ଧର। କୃଷ୍ଣର ତୁଲେ ଯୁଦ୍ଧ ମର ଏ ଯେ ବୋଲାଇ ବଳିଆର। ମୁଷ୍ଟିକ ରାମ ଆଗେ ରହି କୋପେ ଅଧର କାମଡ଼ଇ। କହଇ ଦାସ ଜଗନ୍ନାଥ ଚାଣୁର ଧରି ଗୋପୀନାଥ। ମୁଷ୍ଟିକ ରାମଙ୍କୁ ଧଇଲା ସେଠାରେ ମନ ମରହିଲା। ଦେଖ ହୋ ଗୋବିନ୍ଦର ରଣ ସୁଜନେ ପଶିବା ଶରଣ। ବାଳକ ସଙ୍ଗେ ଯୁଦ୍ଧ କରି ଦେଖନ୍ତି ପୁର ନର ନାରୀ। इति श्रीमद्भागवते महापुराणे पारमहंस्यां संहितायां दशमस्कन्धे पूर्वार्धे कुबलया पीडवधो नाम षट्चत्वारिंशोऽध्यायः। सुक उवाच शुण राजन वीररस कंस जे होइला हरस। राम मुष्टिक धरा धरि चाणुर संगे नरहरि। हस्त चरण छंदा छंदी गजकु जेह्ने गज बांधी। एक आरके बलियार मुष्टिक मुष्टि पड़ी ताल। देहु गलई श्रम झाल के पड़े उपरे के तल। जानुरे जानु परिबंध कोपे करंती वीरनाद। मुंडकु मुंड मरा मरी हृदरे हृद भिड़ा भिड़ी। धरी घुराई पुणी छाड़ी पुणी बसंती बेगे माड़ी। पुणी छाड़िण पछ घुंची धरंती बेगे बल आंची। एक आरके धरी बेगे गर्जी पड़ंती भूमि भागे। पेली पकाई पुणी उठी हृदय ताड़ंती वज्र मुष्टि। पुणी धरंती तले माड़ी मुंडकु मुंड कोड़ा कोड़ी। रुधिर बहे तालु फाटी। देहकु देह पीटा पीटी। पर्वत प्राय बेनी माले। जुझंती राम कृष्ण तुले। देखी बोलंती नर नारी। अन्याय कला दंडधारी। बालक राम कृष्ण दुई। मालंक संग तेजु जाई। केमंते देखुअछि हृदय नव सही
ମରାଇ ବାଳୁତ ପୁଅଙ୍କୁ ଧର୍ମ କି ସହିବ ଏହାକୁ ସଭାରେ ବସି ବଡ଼ ଲୋକେ ଅଧର୍ମ କରୁଛନ୍ତି ଥୋକେ ସକଳେ କଂସ ପ୍ରିୟକାରୀ ଧର୍ମ ଅଧର୍ମ ନ ବିଚାରି ଯୁଦ୍ଧେ କେ ଅବା ବଳିଆର ଏହା ନ କରନ୍ତି ବିଚାର ପର୍ବତ ପ୍ରାୟ ବେନିମାଲ ବଜ୍ର ଶରୀର ଏହାଙ୍କର ବାଳକ ପୁଅଙ୍କୁ ଅନାଅତି ସୁକୁମାର ଦେହ ଏହା ସଭାରେ ଧର୍ମ ନାହିଁ ଏଠାରେ ଥିବା ନ ଯୋଗାଇ ରାମ ଗୋବିନ୍ଦେ ଲୋକେ ଚାହିଁ କହନ୍ତି ଅଙ୍ଗୁଳି ଦେଖାଇ ଦେଖ ଏ କୃଷ୍ଣର ବଦନ ଗଳୁଛି ଝାଳ କଣା ମାନ ଫୁଟିଲା ପଦ୍ମକୋଷ କିସେ ଜଳ ସିଞ୍ଚିଲା ପ୍ରାୟ ଦିଶେ ଗୋରୁ ଚରାଇ ବୃନ୍ଦାବନେ ଏ ଯେ ଆସନ୍ତି ରାତ୍ର ମାନେ ଯିବାର ବେଳେ ବେଣୁ ଗୀତ ଶୁଣି ହୁଅନ୍ତି ମୂରୁଛିତ ଘରୁ ବାହାର ହୋଇ ଦେଖି ନିର୍ମଳ କରୁଥାନ୍ତି ଆଖି ଏମନ୍ତ ବୋଲୁ ବୋଲୁ ଜନେ କୋପ ବସିଲା କୃଷ୍ଣ ମନେ ମଞ୍ଚାରେ ବସି ତାତ ମାତ କାଢ଼ନ୍ତି ନିଜ ଶିରେ ହସ୍ତ ଦୈବ କରିଅଛି ଏହା ଆମ୍ଭରେ ନାହିଁ ତାର ଦୟା ମାଲଙ୍କ ତୁଲେ ବେନି ବାଳେ ଯୁଦ୍ଧ କରନ୍ତି କୁତୁହଳେ କୃଷ୍ଣର ମୁଷ୍ଟି ବଜ୍ର ପ୍ରାୟ କମ୍ପଇ ଚାଣୁରର ଗାୟ ମୂର୍ଚ୍ଛିତ ହୋଇ ମହାବଳୀ ମୁଖରୁ ରୁଧିର ନିକିଳି ପୁଣି ଉଠିଲା ଜ୍ଞାନ ପାଇ ଧାଇଲା ମୁଥେକ ଉଞ୍ଚାଇ କୃଷ୍ଣର ହୃଦୟରେ ପ୍ରହାରୀ ଗର୍ଜଇ ବାହାନାଦ କରି ଚାଣୁର ମୁଷ୍ଟି ପଡ଼ି ହୃଦୟ ଗୋବିନ୍ଦ ନ ଘୁଞ୍ଚିଲେ ପାଦେ ଫୁଲ ମଣ୍ଡାଏ করে ধরি গজ শরীরে জেহ্নে মারি চাণুর কর কৃষ্ণ ধরি বুলাই অন্তরাল করি ভূমিরে পাড়িলে তক্ষণ চাণুর ছাড়িলা জীবন ইন্দ্রধ্বজর প্রায়ে পড়ি গোবিন্দ কলে সিংহরড়ি উঠিলে চাণুর উপরে অল্প কেশ ধরি করে কৃষ্ণଙ୍କୁ চাহি বলরাম দেব শিলা গরুতম বজ্র মুষ্টিয়ে প্রহারিলে মুষ্টিক মুন্ড চূর গলে মুখরু রুধির গলই পড়িলা মৃত পিণ্ড পবন ঘাতে মহাবৃক্ষ যে সনে পড়ই প্রত্যক্ষ মালেক কুটনা মেচিলা রামর নিকটে মিলিলা বাম মুষ্টিরে মুন্ড চূর পড়িলা করি নাদ ঘর সল তোষল মাল দুই মিলিলে কৃষ্ণ পাশে যাই পাদ প্রহারন্তে মুরারি মালে পড়িলে নাদ করি